କାର୍ଯ୍ୟଫର୍ଦ୍ଦ 21 ପ୍ରଶ୍ନ 1 ଶିକ୍ଷକ ଶବ୍ଦର ବିପରୀତ ଲିଙ୍ଗ ପ୍ରକାଶ କରୁଥିବା ଶବ୍ଦଟି ଲେଖ। ଶିକ୍ଷିକା ଶିକ୍ଷୟିତ୍ରୀ। ପ୍ରଶ୍ନ 2 ସୂର୍ଯ୍ୟୋଦୟ ଶବ୍ଦର ବିପରୀତ ଅର୍ଥ ବୁଝାଉଥିବା ଶବ୍ଦଟି ଲେଖ। ସୂର୍ଯ୍ୟାସ୍ତ। ପ୍ରଶ୍ନ 3 ତଳେ ଦିଆଯାଇଥିବା ଶବ୍ଦଟିକୁ ବାକ୍ୟରେ ବ୍ୟବହାର କର। ଧୀରେ ଧୀରେ। ରୋଗୀଟି ଧୀରେ ଧୀରେ ସୁସ୍ଥ ହେଉଛି। ପ୍ରଶ୍ନ 4 ତଳ ବାକ୍ୟରେ ଗୀତା ଶବ୍ଦ ବଦଳରେ ଆଉ କେଉଁ ଶବ୍ଦ ବ୍ୟବହାର କଲେ ବାକ୍ୟର ଅର୍ଥ ବଦଳିବ ନାହିଁ ତାହା ତଳ କୋଠରୀରେ ଲେଖ। ଗୀତା ପ୍ରତିଦିନ ବିଦ୍ୟାଳୟକୁ ଯାଏ। ଗୀତା ଭଲ ପାଠ ପଢ଼େ। ଗୀତା ପ୍ରତିଦିନ ବିଦ୍ୟାଳୟକୁ ଯାଏ। ସେ ଭଲ ପାଠ ପଢ଼େ। ପ୍ରଶ୍ନ 5 ବାକ୍ୟରେ ଥିବା କ୍ରିୟାପଦ ତଳେ ଗାର ଦିଅ ଓ ତାହାକୁ ଆଉଥରେ ତଳ କୋଠରୀରେ ଲେଖ। ରୂପାଲି ଓ ମାମାଲି ଦୁଇଜଣ ମିଶି ପଢ଼ୁଛନ୍ତି। ପ୍ରଶ୍ନ 6 ବନ୍ଦନୀ ମଧ୍ୟରୁ ଉପଯୁକ୍ତ ଅବ୍ୟୟ ପଦ ବାଛି ଶୂନ୍ୟସ୍ଥାନ ପୂରଣ କର। ମଧ୍ୟ ଏବଂ ତ ଯଦି। ବାପା ଯଦି ଆସିବେ ତେବେ ମୋ ପାଇଁ ବହି ଆଣିବେ। ପ୍ରଶ୍ନ 7 ନାଚ ଗୀତ ପରି ଆଉ ଗୋଟିଏ ଯୁଗ୍ମ ଶବ୍ଦ ଲେଖ। ଖେଳକୁଦ। ପ୍ରଶ୍ନ 8 ବାକ୍ୟଟିକୁ ପଢ଼ ଓ ପ୍ରଶ୍ନ ତିଆରି କରି ତଳ କୋଠରୀରେ ଲେଖ। ଜାପାନକୁ ସୂର୍ଯ୍ୟୋଦୟର ଦେଶ କୁହାଯାଏ। କାହାକୁ ସୂର୍ଯ୍ୟୋଦୟର ଦେଶ କୁହାଯାଏ? ପ୍ରଶ୍ନ 9 ତଳ ଲିଖିତ ଶବ୍ଦଟିର ସମ୍ପର୍କ ଥିବା ଶବ୍ଦକୁ ବନ୍ଦନୀ ମଧ୍ୟରୁ ବାଛି ତଳ କୋଠରୀରେ ଲେଖ। ଅସହ୍ୟ ଯନ୍ତ୍ରଣା।